ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ। ପିଲାମାନେ ଆଜିର ଭିଡ଼ିଓରେ ଆମେ ନବମ ଶ୍ରେଣୀ ସଂସ୍କୃତ ବହିର ନବମ ଅନୁଚ୍ଛେଦକୁ ପଢ଼ିବା ଓ ତା'ର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତେବେ ଚାଲ ଆରମ୍ଭ କରିବା। ପିଲାମାନେ ପ୍ରଥମେ ଆମେ ବିଷୟକୁ ଥରେ ପଢ଼ିଦେବା, ପରେ ତା'ର ଅନୁବାଦକୁ ଆଲୋଚନା କରି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପରୋପକାରଃ ମାନବ ସମାଜସ୍ୟ ଆଧାର ସ୍ତମ୍ଭଃ। ପରୋପକାରସ୍ୟ ଭାବନାଂ ବିନା ଜୀବନସ୍ୟ ସଞ୍ଚାଳନମ୍ ଇତି ଦୁଷ୍କରମ୍। ମାନବ ଜୀବନେ ଅନେକାନି କଷ୍ଟାନି ଆୟାନ୍ତି। କଦାଚିତ୍ ରୋଗୀ ଭବତି, କଦାଚିତ୍ च ଦରିଦ୍ରଃ ଜାୟତେ, ତସ୍ୟ ମନଃ ଦୁଃଖିତଂ ଭବତି। ଏତସ୍ୟାମ୍ ଅବସ୍ଥାୟାଂ ସଃ ସହାୟତାମ୍ ଅପେକ୍ଷତେ। ସର୍ବେ ସହାୟତାଂ ନ କୁର୍ବନ୍ତି। ସଜ୍ଜନେଷୁ ଏବ ପରୋପକାରସ୍ୟ ଭାବନା ଭବତି। ଦୁର୍ଜନାଃ ମାନବାନ୍ ପୀଡ଼ୟନ୍ତି, ସଜ୍ଜନାଃ ପରୋପକାରଂ କୁର୍ବନ୍ତି। ସଜ୍ଜନାନାଂ ସର୍ବସ୍ୱ ଲୋକାନାଂ କଲ୍ୟାଣାୟ ଭବତି। ते ନିରକ୍ଷରାନ୍ ସାକ୍ଷରାନ୍ କୁର୍ବନ୍ତି, ପଥଭ୍ରଷ୍ଟାନ୍ ସନ୍ମାର୍ଗଂ ପ୍ରଦର୍ଶନ୍ତି। ବୁଭୁକ୍ଷିତାନାଂ ବୁଭୁକ୍ଷାଂ ନାଶୟନ୍ତି, ସଜ୍ଜନାଃ କଷ୍ଟଂ ନ ଗଣୟନ୍ତି। ରାଜା ଶିବିଃ କପୋତସ୍ୟ ପ୍ରାଣରକ୍ଷଣାୟ ନିଜ ଶରୀରସ୍ୟ ମାଂସମ୍ ଅଦଦାତ୍। ଦଧୀଚିଃ ଦେବାନାଂ ରକ୍ଷାयै ଅସ୍ତୀନ୍ ଅଦଦାତ୍। ସପ୍ତର୍ଷୟः ଚୌରଂ ରତ୍ନାକରम् ଉପଦିଶ୍ୟ ବାଲ୍ମୀକିम् ଅକୁର୍वन्। ପରୋପକାରସ୍ୟ ଏଷା ଭାବନା ପ୍ରକୃତ୍ୟୌ च अपि ଦୃଶ୍ୟତେ। ନଦ୍ୟଃ ପରୋପକାରାୟ ବହन्ति, ମେଘାଃ ପରୋପକାରାୟ ବର୍ଷନ୍ତି, ବୃକ୍ଷାଃ ପରୋପକାରାୟ ଫଳନ୍ତି, ସୂର୍ଯ୍ୟଃ ପରୋପକାରାୟ ପ୍ରକାଶଂ ଦଦାତି। ଅତଃ ଉଚିତମ୍ ଏବ ଉକ୍ତମ୍ ପରୋପକାରାୟ ସତାଂ ବିଭୂତୟଃ। ପିଲାମାନେ ଏଠାରେ ଆମେ ଅନୁଚ୍ଛେଦଟିକୁ ପଢ଼ିଦେଲେ। ବର୍ତ୍ତମାନ ଆମେ ଏହାର ଅନୁବାଦକୁ ଦେଖିବା। ପରୋପକାରଃ ମାନବ ସମାଜସ୍ୟ ଆଧାର ସ୍ତମ୍ଭଃ। ପରୋପକାରଃ ମାନେ ପରୋପକାର। ମାନବ ସମାଜସ୍ୟ ମାନେ ମାନବ ସମାଜର ବା ମଣିଷ ସମାଜର। ଆଧାର ସ୍ତମ୍ଭଃ ମାନେ ମୂଳ ଆଧାର। ପରୋପକାର ହେଉଛି ମାନବ ସମାଜର ମୂଳ ଆଧାର। ପରୋପକାରସ୍ୟ ଭାବନାଂ ବିନା ଜୀବନସ୍ୟ ସଞ୍ଚାଳନମ୍ ଇତି ଦୁଷ୍କରମ୍। ପରୋପକାରସ୍ୟ ମାନେ ପରୋପକାରର ଭାବନା ବିନା ଜୀବନସ୍ୟ ମାନେ ଜୀବନର ସଞ୍ଚାଳନମ୍ ଇତି ମାନେ ସଞ୍ଚାଳନ ଦୁଷ୍କର ହୋଇଥାଏ। ପରୋପକାରର ଭାବନା ବିନା ଜୀବନର ସଞ୍ଚାଳନ ଅତି ଦୁଷ୍କର ଅଟେ। ମାନବ ଜୀବନେ ଅନେକାନି କଷ୍ଟାନି ଆୟାନ୍ତି। ମାନବ ଜୀବନ ମାନେ ମଣିଷ ଜୀବନରେ ବହୁତ କଷ୍ଟ ଆସିଥାଏ। କଦାଚିତ୍ ରୋଗୀ ଭବତି, କେତେବେଳେ ରୋଗୀ ହୋଇଥାଏ। କଦାଚିତ୍ च ଦରିଦ୍ରଃ ଜାୟତେ, କେତେବେଳେ ଦରିଦ୍ରତା ଆସେ। ତସ୍ୟଃ ମନଃ ଦୁଃଖିତଂ ଭବତି, ମଣିଷର ମନ କେତେବେଳେ ଦୁଃଖିତ ହୋଇଥାଏ। ଏତସ୍ୟାମ୍ ଅବସ୍ଥାୟାଂ ସଃ ସହାୟତାମ୍ ଅପେକ୍ଷ୍ୟତେ। ଏହିସବୁ ଅବସ୍ଥାରେ ସେ ସାହାଯ୍ୟର ଆଶା କରିଥାଏ। ସର୍ବେ ସହାୟତାଂ ନ କୁର୍ବନ୍ତି। ସର୍ବେ ମାନେ ସମସ୍ତେ, ସହାୟତାଂ ମାନେ ସାହାଯ୍ୟ, ନ କୁର୍ବନ୍ତି ମାନେ କରନ୍ତି ନାହିଁ। ସଜ୍ଜନେଷୁ ଏବ ପରୋପକାରସ୍ୟ ଭାବନା ଭବତି। ସଜ୍ଜନେଷୁ ମାନେ ସଜ୍ଜନମାନଙ୍କ ଠାରେ, ଏବ ମାନେ ହିଁ। ପରୋପକାରସ୍ୟ ମାନେ ପରୋପକାରର, ଭାବନା ଭବତି ମାନେ ଭାବନା ହୋଇଥାଏ। ସଜ୍ଜନମାନଙ୍କ ଠାରେ ହିଁ ପରୋପକାରର ଭାବନା ଥାଏ। ଦୁର୍ଜନାଃ ମାନବାନ୍ ପୀଡ଼ୟନ୍ତି। ଦୁର୍ଜନାଃ ମାନେ ଦୁଷ୍ଟ ଲୋକମାନେ, ମାନବାନ୍ ମାନେ ମଣିଷମାନଙ୍କୁ, ପୀଡ଼ୟନ୍ତି ମାନେ କଷ୍ଟ ଦେଇଥାନ୍ତି। ଦୁଷ୍ଟ ଲୋକମାନେ ମଣିଷମାନଙ୍କୁ କଷ୍ଟ ଦେଇଥାନ୍ତି। ସଜ୍ଜନାଃ ପରୋପକାରଂ କୁର୍ବନ୍ତି। ସଜ୍ଜନମାନେ ପରୋପକାର କରନ୍ତି। ସଜ୍ଜନାନାଂ ସର୍ବସ୍ୱଂ ଲୋକାନାଂ କଲ୍ୟାଣାୟ ଭବତି। ସଜ୍ଜନାନାଂ ମାନେ ସଜ୍ଜନମାନଙ୍କର, ସର୍ବସ୍ୱଂ ମାନେ ସବୁକିଛି, ଲୋକାନାଂ ମାନେ ଲୋକମାନଙ୍କର, କଲ୍ୟାଣାୟ ମାନେ ମଙ୍ଗଳ ପାଇଁ ହୋଇଥାଏ। ସଜ୍ଜନମାନଙ୍କର ସବୁକିଛି ଲୋକମାନଙ୍କର ମଙ୍ଗଳ ପାଇଁ ହୋଇଥାଏ। ते ନିରକ୍ଷରାନ୍ ସାକ୍ଷରାନ୍ କୁର୍ବନ୍ତି। ସେମାନେ ନିରକ୍ଷରାନ୍ ମାନେ ଅଶିକ୍ଷିତମାନଙ୍କୁ ପାଠ ପଢ଼ାଇଥାନ୍ତି। ପଥଭ୍ରଷ୍ଟାନ୍ ସନ୍ମାର୍ଗଂ ପ୍ରଦର୍ଶୟନ୍ତି।
ପଥଭ୍ରଷ୍ଟାନମାନେ ବିପଥଗାମୀ ଲୋକମାନଙ୍କୁ ଉଚିତ ମାର୍ଗ ଦେଖାନ୍ତି। ବୁଭୁକ୍ଷିତାନାଂ ବୁଭୁକ୍ଷାଂ ନାଶୟନ୍ତି। ବୁଭୁକ୍ଷିତାନାଂ ମାନେ ଭୋକିଲା ଲୋକମାନଙ୍କର କ୍ଷୁଧା ମେଣ୍ଟାଇଥାନ୍ତି। ସଜ୍ଜନାଃ କଷ୍ଟଂ ନ ଗଣୟନ୍ତି। ସଜ୍ଜନାଃ ମାନେ ସଜ୍ଜନମାନେ କଷ୍ଟକୁ ଗଣି ନଥାନ୍ତି। ରାଜା ଶିବିଃ କପୋତସ୍ୟ ପ୍ରାଣରକ୍ଷଣାୟ ନିଜ ଶରୀରସ୍ୟ ମାଂସଂ ଅଦଦାତ୍। ରାଜା ଶିବିଃ ମାନେ ରାଜା ଶିବି କପୋତସ୍ୟ ମାନେ କପୋତର ପ୍ରାଣରକ୍ଷଣାୟ ମାନେ ଜୀବନ ରକ୍ଷା ପାଇଁ ନିଜ ଶରୀରସ୍ୟ ମାନେ ନିଜ ଶରୀରର ମାଂସ ଦେଇଥିଲେ। ରାଜା ଶିବି କପୋତର ପ୍ରାଣରକ୍ଷା ପାଇଁ ନିଜ ଶରୀରର ମାଂସ ଦେଇଥିଲେ। ଦଧିଚିଃ ଦେବାନାଂ ରକ୍ଷାयै ଅସ୍ତୀନ୍ ଅଦଦାତ୍। ଦଧିଚିଃ ମାନେ ଦଧିଚି ଋଷି ଦେବାନାଂ ମାନେ ଦେବତାମାନଙ୍କର ରକ୍ଷାयै ମାନେ ରକ୍ଷା ପାଇଁ ଅସ୍ତୀନ୍ ଅଦଦାତ୍ ମାନେ ହାଡ଼ଗୁଡ଼ିକୁ ଦେଇଥିଲେ। ଋଷି ଦଧିଚି ଦେବତାମାନଙ୍କର ରକ୍ଷା ପାଇଁ ହାଡ଼ ଦେଇଥିଲେ। ସପ୍ତର୍ଷୟଃ ଚୌରଂ ରତ୍ନାକରଂ ଉପଦିଶ୍ୟ ବାଲ୍ମୀକିମ୍ ଅକୁର୍ବନ୍। ସପ୍ତଋଷି ଚୋର ରତ୍ନାକରକୁ ଉପଦେଶ ଦେଇ ବାଲ୍ମୀକିରେ ପରିଣତ କରିଥିଲେ। ପରୋପକାରସ୍ୟ ଏଷା ଭାବନା ପ୍ରକୃତୌ ଚ ଦୃଶ୍ୟତେ। ପରୋପକାରସ୍ୟ ମାନେ ପରୋପକାରର ଏଷା ଭାବନା ମାନେ ଏହି ଭାବନା ପ୍ରକୃତୌ ଚ ମାନେ ପ୍ରକୃତିରେ ମଧ୍ୟ ଦେଖାଯାଇଥାଏ। ନଦ୍ୟଃ ପରୋପକାରାୟ ବହନ୍ତି। ନଦ୍ୟଃ ମାନେ ନଦୀମାନେ ପରୋପକାରାୟ ମାନେ ପରୋପକାର ପାଇଁ ବହନ୍ତି ବା ନଦୀର ଜଳକୁ ଲୋକମାନେ ବ୍ୟବହାର କରି ନିଜର ଆବଶ୍ୟକତା ମେଣ୍ଟାଇଥାନ୍ତି। ମେଘାଃ ପରୋପକାରାୟ ବର୍ଷନ୍ତି। ମେଘମାନେ ପରୋପକାର ପାଇଁ ବର୍ଷିଥାନ୍ତି। ବୃକ୍ଷାଃ ପରୋପକାରାୟ ଫଳନ୍ତି। ଗଛଗୁଡ଼ିକ ପରୋପକାର ପାଇଁ ଫଳନ୍ତି। ସୂର୍ଯ୍ୟଃ ପରୋପକାରାୟ ପ୍ରକାଶଂ ଦଦାତି। ସୂର୍ଯ୍ୟଃ ମାନେ ସୂର୍ଯ୍ୟ ପରୋପକାରାୟ ମାନେ ପରୋପକାର ପାଇଁ ପ୍ରକାଶଂ ଦଦାତି ମାନେ କିରଣ ଦେଇଥାଏ। ସୂର୍ଯ୍ୟ ପରୋପକାର ପାଇଁ କିରଣ ଦେଇଥାଏ। ଅତଃ ଉଚିତମ୍ ଏବ ଉକ୍ତମ୍। ଅତଃ ମାନେ ଏଣୁ ଏହା କହିବା ଉଚିତ ହେବ ଯେ ପରୋପକାରାୟ ସତାଂ ବିଭୂତୟଃ। ପରୋପକାର ସଜ୍ଜନମାନଙ୍କର ସମ୍ପତ୍ତି ଅଟେ। ପିଲାମାନେ ବର୍ତ୍ତମାନ ଆମେ ଏହି ଅନୁଚ୍ଛେଦର ଅର୍ଥକୁ ବୁଝିଲେ। ଏବେ ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଏକେନ ବାକ୍ୟେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରଂ ଲିଖତ। ଏହାର ଅର୍ଥ କ'ଣ ନା ଗୋଟିଏ ବାକ୍ୟରେ ସଂସ୍କୃତ ଭାଷାରେ ଅଥବା ମାତୃଭାଷାରେ ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ, ମାନବ ଜୀବନେ କାନି ଆୟାନ୍ତି। ଏହି ପ୍ରଶ୍ନର ଅର୍ଥ କ'ଣ ନା ମଣିଷ ଜୀବନରେ କ'ଣ ଆସିଥାଏ। ଏହାର ଉତ୍ତର ହେଉଛି ମଣିଷ ଜୀବନରେ ଅନେକ କଷ୍ଟ ଆସିଥାଏ। ପରବର୍ତ୍ତୀ ପ୍ରଶ୍ନ, ଦଧିଚିଃ ଦେବାନାଂ ରକ୍ଷାयै କାନି ଅଦଦାତ୍। ଏହି ପ୍ରଶ୍ନର ଅର୍ଥ କ'ଣ? ଋଷି ଦଧିଚି ଦେବତାମାନଙ୍କର ରକ୍ଷା ପାଇଁ କ'ଣ ଦାନ କରିଥିଲେ। ଏହାର ଉତ୍ତର ହେବ ଦଧିଚି ଦେବତାମାନଙ୍କର ରକ୍ଷା ପାଇଁ ହାଡ଼ଗୁଡ଼ିକୁ ଦାନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ବୃକ୍ଷାଃ କିମರ್ಥଂ ଫଳନ୍ତି। ଏହି ପ୍ରଶ୍ନର ଅର୍ଥ କ'ଣ ନା ଗଛଗୁଡ଼ିକ କ'ଣ ପାଇଁ ଫଳନ୍ତି। ଏହି ପ୍ରଶ୍ନର ଉତ୍ତର ହେବ ଗଛଗୁଡ଼ିକ ପରୋପକାର ପାଇଁ ଫଳିଥାନ୍ତି। ପିଲାମାନେ ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନ ଉତ୍ତର ଦେଖିବା। ଏକେନ ପଦେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରଂ ଲିଖତ। ଏହାର ଅର୍ଥ କ'ଣ ନା ଗୋଟିଏ ପଦରେ ସଂସ୍କୃତ ଭାଷାରେ ଅଥବା ମାତୃଭାଷାରେ ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ, କେ ପରୋପକାରଂ କୁର୍ବନ୍ତି। ଏହାର ଅର୍ଥ କ'ଣ ନା କିଏ ପରୋପକାର କରନ୍ତି। ଏହାର ଉତ୍ତର ହେବ ସଜ୍ଜନମାନେ। ପରବର୍ତ୍ତୀ ପ୍ରଶ୍ନ, କଥଂ ନଦ୍ୟଃ ପ୍ରବହନ୍ତି। ଏହି ପ୍ରଶ୍ନର ଅର୍ଥ କ'ଣ ନା କ'ଣ ପାଇଁ ନଦୀଗୁଡ଼ିକ ପ୍ରବାହିତ ହେଉଛନ୍ତି। ଏହାର ଉତ୍ତର ହେବ ପରୋପକାର ପାଇଁ। ପରବର୍ତ୍ତୀ ପ୍ରଶ୍ନ, କେଷୁ ପରୋପକାରସ୍ୟ ଭାବନା ଭବତି। ଏହି ପ୍ରଶ୍ନର ଅର୍ଥ କ'ଣ ନା କେଉଁମାନଙ୍କ ଠାରେ ପରୋପକାରର ଭାବନା ଥାଏ। ଏହାର ଉତ୍ତର ହେବ ସଜ୍ଜନମାନଙ୍କ ଠାରେ। ପରବର୍ତ୍ତୀ ପ୍ରଶ୍ନ, ମାନବ ସମାଜସ୍ୟ ଆଧାର ସ୍ତମ୍ଭଃ କଃ।
ଏହି ପ୍ରଶ୍ନର ଅର୍ଥ କ'ଣ? ନା ମାନବ ସମାଜର ମୂଳ ଆଧାର କ'ଣ ଅଟେ? ଏହାର ଉତ୍ତର ହେବ ପରୋପକାର। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।